ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନାମର ଗୌରବ ହେଉ। ବର୍ତ୍ତମାନ ସମୟରେ ମାର୍କ ଲିଖିତ ସୁସମାଚାର 5 ପର୍ବ 1 ପଦରୁ ଯଦି 20 ପଦ ପର୍ଯ୍ୟନ୍ତ ଆମେ ଅଧ୍ୟୟନ କରିବା, ତେବେ ଜଣେ ବାହିନୀ ଭୂତଗ୍ରସ୍ତ ଲୋକର ସୁସ୍ଥତା ବିଷୟରେ ଆମମାନେ ଦେଖିବାକୁ ପାରିବା। ପ୍ରିୟମାନେ, ଜଣେ ବ୍ୟକ୍ତିଙ୍କୁ ବାହିନୀ ଭୂତ ଲାଗିଥିଲା। ଆଉ ସେହି ସମୟରେ ତାଙ୍କର ଜୀବନ କେମିତି ଥିଲା, କିନ୍ତୁ ଯୀଶୁ ଯେତେବେଳେ ତାଙ୍କ ସହିତ ଦେଖା କଲେ ବା ଯୀଶୁ ଯେତେବେଳେ ତାଙ୍କୁ ସୁସ୍ଥ କଲେ, ସୁସ୍ଥ ହେଲା ପରେ ତାଙ୍କ ଜୀବନ କେମିତି ହେଲା ସେହି ଉପରେ ଆମେ ଆଲୋଚନା କରିବା। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଦିନେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, ସନ୍ଧ୍ୟା ସମୟରେ ଆସ ଆର ପାରିକି ଯିବା। ଆଉ ଶିଷ୍ୟମାନେ ଯୀଶୁଙ୍କର କଥା ଶୁଣି ନୌକାରେ ସେମାନେ ଜଳଯାତ୍ରା କଲେ। ଆଉ ଯାତ୍ରା କରି ସେମାନେ ସମୁଦ୍ରର ଅପର ପାର୍ଶ୍ୱସ୍ଥ ଗରାସିୟମାନଙ୍କର ଅଞ୍ଚଳରେ ଉପସ୍ଥିତ ହେଲେ। ଆଉ ସେ ଅଞ୍ଚଳରୁ ଜଣେ ବାହିନୀ ଭୂତଗ୍ରସ୍ତ ବ୍ୟକ୍ତିଙ୍କର ସହିତ ଯୀଶୁଙ୍କର ଭେଟ ହେଲା। ତେବେ ମୋର ପ୍ରିୟମାନେ, ଆଉ ଯେତେବେଳେ ଭେଟ ହେଲା ପରେ ତା ଜୀବନ କେମିତି ହେଲା, ପୂର୍ବରୁ କେମିତି ଥିଲା, ସେ ଉପରେ ଆମେ ଆଲୋଚନା କରିବା। ପ୍ରଥମ ବିଷୟ, ଯୀଶୁଙ୍କୁ ସାକ୍ଷାତ କରିବାର ପୂର୍ବ ଜୀବନ କେମିତି ଥିଲା। ପ୍ରଥମ ହେଉଛି ସେ ସମାଧି ଓ ପର୍ବତରେ ରହୁଥିଲା। ଦ୍ୱିତୀୟ ବିଷୟ ହେଉଛି ସେ କାହାରି ବଶରେ ରହୁନଥିଲା। ତୃତୀୟ ବିଷୟ, ସେ ପ୍ରସ୍ତରରେ ଆପଣାକୁ କ୍ଷତବିକ୍ଷତ କରୁଥିଲା। ଚତୁର୍ଥ ବିଷୟ, ସେ ଚିତ୍କାର କରୁଥିଲା। କିନ୍ତୁ ଯୀଶୁ ଯେତେବେଳେ ତାଙ୍କୁ ଭେଟିଲେ, ସୁସ୍ଥ କଲେ, ଆଉ ସେତେବେଳେ 4 ବିଷୟ ଦେଖାଗଲା। ପ୍ରଥମ ବିଷୟ, ବସ୍ତ୍ର ପରିଧାନ କଲା। ଦ୍ୱିତୀୟ ବିଷୟ, ତାର ମନ ଭଲ ହେଲା। ତୃତୀୟ ବିଷୟ, ସେ ଯୀଶୁଙ୍କର ପାଦ ତଳେ ବସିଲା। ଚତୁର୍ଥ ବିଷୟ, ଯୀଶୁଙ୍କ ନାମରେ ଆଉ ସେ ସାକ୍ଷ୍ୟ ଦେଲା। ତେବେ ଆମେ ପ୍ରଥମ ବିଷୟ ଆଲୋଚନା କରିଛୁ, ସମାଧି ଓ ପର୍ବତରେ ସେ ରହୁଥିଲା ବା ଅଶୁଚି ସ୍ଥାନରେ ରହୁଥିଲା, ଦୁର୍ଗନ୍ଧ ସ୍ଥାନରେ ରହୁଥିଲା। ଯୀଶୁଙ୍କୁ ଭେଟିଲା ପରେ ତାର ସ୍ଥାନର ପରିବର୍ତ୍ତନ ଘଟିଲା। ଆଜି ବି ଅନେକ ଲୋକମାନେ ଗୋଟାଏ ଭୁଲ ଜାଗାରେ ରୁହନ୍ତି, ଦୁର୍ଗନ୍ଧ ଜାଗାରେ ରୁହନ୍ତି। ଯେଉଁଠି ପାପ ହୁଏ ସେଇଠି ରୁହନ୍ତି, ଯେଉଁଠି ମଦ୍ୟପାନ ହୁଏ ସେଇଠି ରୁହନ୍ତି, ବ୍ୟଭିଚାରରେ ରୁହନ୍ତି, ବିଭିନ୍ନ ପ୍ରକାର ବିଶୃଙ୍ଖଳା ଜାଗାରେ ସେମାନେ ରୁହନ୍ତି। କିନ୍ତୁ ଯୀଶୁଙ୍କୁ ପାଇଲା ପରେ ସେମାନଙ୍କର ସ୍ଥାନ ପରିବର୍ତ୍ତନ ହେଇଯାଏ, ସେମାନେ ଭଲ ଜାଗାକୁ ଚାଲି ଯାଆନ୍ତି। ତେବେ ମୋର ପ୍ରିୟମାନେ, ଏହା ଥିଲା ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ, ସେ କାହାରି ବଶରେ ରହୁନଥିଲା। ଏହି କଥାଟି ଆମେ ଚିନ୍ତା କରିବା। ଯେଉଁମାନେ କାହାରି ବଶରେ ରହିବେ ନାହିଁ ବା କାହାରି ଅଧୀନରେ ରହିବେ ନାହିଁ, ସେମାନଙ୍କର ଜୀବନ କେବେ ବି ଶୃଙ୍ଖଳିତ ଜୀବନ ଦେଖାଯିବ ନାହିଁ। ସେମାନେ କେବେ ବି ଠିକ୍ ହେଇପାରିବେ ନାହିଁ। ଏଣୁ ଆମେ ଅନ୍ୟର ଅଧୀନରେ ବା ଅନ୍ୟର ବଶରେ ନିହାତି ରହିବା ଦରକାର। ଆମେ ସ୍ୱେଚ୍ଛାଚାରୀ ଜୀବନ କାଟିବାକୁ ହେବ ନାହିଁ, ନିଜ ଇଚ୍ଛାରେ ବଞ୍ଚିବାକୁ ହେବ ନାହିଁ। ଆମେ ଅନ୍ୟର ଅଧୀନରେ ରହିବାକୁ ପଡ଼ିବ। ଅନ୍ୟର ଅଧୀନରେ ମାନେ ବା ଅନ୍ୟର ବଶରେ ମାନେ କାହାର ବଶରେ ଆମେ ରହିବୁ, କାହାର ଅଣ୍ଡରରେ ଆମେ ରହିବୁ, କାହା କଥା ଆମେ ମାନିବୁ, କାହା କଥାରେ ଆମେ ଚାଲିବୁ। ମୋର ପ୍ରିୟମାନେ, ବାଇବଲ ଆମମାନଙ୍କୁ କ'ଣ ପ୍ରକାଶ କରେ, ଆସନ୍ତୁ ଆମେ ଦେଖିବା। ମୋର ପ୍ରିୟମାନେ, ଯେଉଁମାନେ ଆମମାନଙ୍କର ଆତ୍ମାର ପ୍ରହରୀ ଭାବରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କର ଆମେ ବଶୀଭୂତ ହେବା। ପ୍ରିୟମାନେ, ଆମେ ଏପରି ଲୋକଙ୍କର ବଶୀଭୂତ ହେବୁ,
ସେମାନେ କିଏ? ସେମାନେ ହେଉଛନ୍ତି ଯେଉଁମାନେ କି ଆତ୍ମାର ପ୍ରହରୀ। ଏଣୁ ଏବ୍ରି 13 ପର୍ବର 17 ପଦରେ ଲେଖା ଅଛି, ଆମ ଆତ୍ମାର ପ୍ରହରୀ କାର୍ଯ୍ୟ କରୁଥିବା ନେତାମାନଙ୍କର ବଶୀଭୂତ ହୁଅ। ପୁଣି ଲେଖା ଅଛି, ସେମାନେ ଯଦି ଦୁଃଖରେ କରିବେ ଆମର କିଛି ଲାଭ ନାହିଁ। ଯେଉଁମାନେ ଆମମାନଙ୍କର ଲିଡର୍ସ, ଯେଉଁମାନେ ଆମମାନଙ୍କ ପାଇଁ ନିତ୍ୟ ନିତ୍ୟ ପ୍ରାର୍ଥନା କରୁଛନ୍ତି, ଯେଉଁମାନେ ଆମମାନଙ୍କ ପାଇଁ ନିତ୍ୟ ନିତ୍ୟ ଚିନ୍ତା କରୁଛନ୍ତି, ଯେଉଁମାନେ ଆମମାନଙ୍କ ପାଇଁ ଆଣ୍ଠୁ ଭାଙ୍ଗୁଛନ୍ତି, ଯେଉଁମାନେ ଆମମାନଙ୍କୁ ଶିକ୍ଷା ପରାମର୍ଶ ଦେଉଛନ୍ତି, ଏ ପ୍ରକାର ଲୋକମାନଙ୍କର ଆମେ ବଶରେ ରହିବାକୁ ହବ। ସେଦିନ ବାହିନୀଭୂତଗ୍ରସ୍ତ ବ୍ୟକ୍ତି କାହାରି ବଶରେ ରହିବା ପାଇଁ ଇଚ୍ଛା କରୁନଥିଲା। ମୋର ପ୍ରିୟମାନେ, ଯେଉଁମାନେ ଆମମାନଙ୍କର ନେତା, ସେମାନଙ୍କର ବଶରେ ରହିବାକୁ ହବ। ଯଦି ସେମାନେ ଦୁଃଖରେ ସେବା କାର୍ଯ୍ୟ କରନ୍ତି ତାହେଲେ ଆମ ପାଇଁ କିଛି ଲାଭ ହବ ନାହିଁ। ପ୍ରଥମ ବିଷୟ ହେଉଛି ଯେଉଁମାନେ ଆତ୍ମାର ପ୍ରହରୀ, ଯେଉଁମାନେ ଆମମାନଙ୍କର ନେତା, ଏ ପ୍ରକାର ଲୋକମାନଙ୍କର ଆମେ ବଶୀଭୂତ ହବୁ ବା ବଶରେ ରହିବୁ। ଦ୍ୱିତୀୟ ବିଷୟ ଲେଖା ଅଛି ପ୍ରଥମ ପିତର 2 ପର୍ବର 14 ପଦରେ, ଶାସନକର୍ତ୍ତା ମାନଙ୍କର ବଶୀଭୂତ ହୁଅ। ଯଦି ଆମେ ଶାସନକର୍ତ୍ତା ମାନଙ୍କର ବଶୀଭୂତ ହବୁ ନାହିଁ ତାହେଲେ ମୋର ପ୍ରିୟମାନେ ଦେଶ ଶୃଙ୍ଖଳିତରେ ଚାଲିପାରିବ ନାହିଁ। ଏଣୁ ଯେଉଁମାନେ ଆମମାନଙ୍କୁ ଶାସନ କରୁଛନ୍ତି ଏ ପ୍ରକାର ଲୋକମାନଙ୍କର ଆମେ ବଶୀଭୂତ ହେବୁ। ପୁଣି ତୃତୀୟ ବିଷୟ ଲେଖା ଅଛି ପ୍ରଥମ ପିତର 5 ପର୍ବର 5 ପଦରେ, ହେ ଯୁବକମାନେ ତୁମେମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ। କାହାର ବଶୀଭୂତ ହବୁ? ପ୍ରାଚୀନ ମାନଙ୍କର ବଶୀଭୂତ ହବୁ। ଲେଖା ହେଉଛି, ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଙ୍କାରୀ ମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ଆଜି ଅନେକ ଯୁବା ଲୋକମାନେ ଯୌବନ କାଳରେ ସେମାନେ ନିଜ ଜୀବନକୁ ନଷ୍ଟ କରୁଛନ୍ତି। ଲେଖା ଅଛି, ସେମାନେ ଯୌବନ କାଳରେ ମରନ୍ତି। ଲେଖା ଅଛି, ଯୁବା ଲୋକମାନେ ଅଶୁଚି ଲୋକମାନଙ୍କର ସହିତ ସେମାନେ ବିନଷ୍ଟ ହୁଅନ୍ତି ବୋଲି ଲେଖା ଅଛି। କାହିଁକି ଯୁବା ଲୋକମାନେ ଯୌବନ କାଳରେ ନିଜର ଜୀବନକୁ ନଷ୍ଟ କରୁଛନ୍ତି? ମୋର ପ୍ରିୟମାନେ, ସେମାନେ ଅନ୍ୟର ବଶରେ ରହିବା ପାଇଁ, ବଶୀଭୂତ ହେବା ପାଇଁ ଇଚ୍ଛା କରନ୍ତି ନାହିଁ। ଲେଖା ଅଛି, ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ। ଆଜି ମଣ୍ଡଳୀ ମାନଙ୍କରେ ପ୍ରାଚୀନ ମାନଙ୍କୁ ଅଗ୍ରାହ୍ୟ କରାଯାଉଛି। ପ୍ରାଚୀନ ମାନଙ୍କର ପରାମର୍ଶ ଲୋପ ପାଉଛି। ପ୍ରାଚୀନ ମାନଙ୍କୁ ଲୋକମାନେ ଆଜି ଅଗ୍ରାହ୍ୟ କରୁଛନ୍ତି। ମୋର ପ୍ରିୟମାନେ, ପ୍ରାଚୀନ ମାନେ ଯେଉଁମାନେ ଆମକୁ ପରାମର୍ଶ ଦିଅନ୍ତି, ଶିକ୍ଷା ଦିଅନ୍ତି, ସେମାନଙ୍କର ବଶୀଭୂତ ହେବା ଦରକାର। କାରଣ ପ୍ରାଚୀନ ମାନେ ଯେଉଁମାନେ କି ପ୍ରାଚୀନ, ସେମାନେ ଯେଉଁ ପରାମର୍ଶ ଦେବେ ତାହା ଆମମାନଙ୍କର ମଙ୍ଗଳ ନିମନ୍ତେ, ଆମମାନଙ୍କର ଭଲ ନିମନ୍ତେ ସେମାନେ ପରାମର୍ଶ ଦିଅନ୍ତି। ଆଜିକି ଆମେ ପ୍ରାଚୀନ ମାନଙ୍କର ବଶୀଭୂତ ହେଉଛୁ। ମୋର ପ୍ରିୟମାନେ, ଆମେ କାହାର ବଶୀଭୂତ ହବୁ? ଯାକୋବ 4 ପର୍ବର 7 ପଦରେ ଲେଖା ଅଛି, ଅତଏବ ତୁମେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ, ଶୟତାନକୁ ପ୍ରତିବାଧା କର, ତାହେଲେ ସେ ତୁମମାନଙ୍କ ନିକଟରୁ ପଳାଇ ଯିବ। ଆମେ କି ଈଶ୍ୱରଙ୍କର ବଶୀଭୂତ ହେଉଛୁ, ଈଶ୍ୱରଙ୍କର ବଶରେ ରହୁଛୁ। ଆମେ ଈଶ୍ୱରଙ୍କର ବଶରେ ନ ରହି, ଈଶ୍ୱରଙ୍କର ଅଧୀନରେ ନ ରହି ଆମେ ଶୟତାନକୁ ବାଧା ଦେଇ ପାରିବା ନାହିଁ। ଦୂର ହୁଅ ଶୟତାନ କହିଲେ ସେ ଯିବ ନାହିଁ। ଯୀଶୁଙ୍କ ନାମରେ କହୁଛି ଚାଲିଯା ବୋଲି ଆମେ କହିଥାଉ, କେବେ ବି ଯିବ ନାହିଁ। ଯଦି ଆମେ ଈଶ୍ୱରଙ୍କର ବଶୀଭୂତ ପ୍ରଥମେ ହେବୁ, ତାପରେ ଶୟତାନକୁ ଯଦି ବାଧା ଦେବୁ ତାହେଲେ ସେ ବାଧା ପାଇବ। ମୋର ପ୍ରିୟମାନେ, ଆମେ ଈଶ୍ୱରଙ୍କର ବଶୀଭୂତ ହେଉଛୁ କି? ଯଦି ଆମେ ବାଇବଲ ଦେଖିବୁ, ଜିହୁଦୀୟ କେତେକ ଗୁଣିଆ ଲୋକମାନେ ଦିନେ ଯୀଶୁଙ୍କର ନାମ ଉଚ୍ଚାରଣ କଲେ। ଉଚ୍ଚାରଣ କରିବାରୁ ଦୁଷ୍ଟ ଆତ୍ମା ସେମାନଙ୍କ ଉପରେ ଆକ୍ରମଣ କଲା, ଆଉ ସେମାନେ ଉଲଙ୍ଗ ହେଲେ, କ୍ଷତବିକ୍ଷତ ହେଇଗଲେ। ଯୀଶୁଙ୍କର ନାମ ଉଚ୍ଚାରଣ କରି ସେମାନେ ଆଘାତ ପାଇଥିଲେ।
प्रिय माने आमानकर जीवन की प्रस्तुत अच्छी आमे कि ठीक अच्छु आमे कि ईश्वरंकर बसीभूत होछु। अनेक कहती जे थरकरे जदि आमे हालेलुया कहिबा थरकर हालेलुया रे शयतान 100 किलोमीटर दूर को चली जाए बोली अनेक कहिबार मु शुणिछि। प्रिय माने शयतान केबे भी हालेलुया शब्द रे जीव नाही, केबे भी आमे दूर वो शयतान कहले जीव नाही। केतेबेले जीव केतेबेले ताकू बाधा लागिब जेतेबेले आमने ईश्वरंकर बसीभूत हेबु, ईश्वरंकर अधीन रे रहिबु, ईश्वरंकर बश्ୟରେ रहिबु। से जहा कहती आमे ताहा शुणिबु, ता कथा अनुसार आमे चालिबु, ता कथा को आमे पालन करिबु। जदि आमे ईश्वरंकर बसीभूत हेबु ताले शयतानर प्रतिकूल रे आमे ठियाई पारिबु एवं ताकू दूर करी पारिबु। आमे कि ईश्वरंकर बसीभूत हेउछु। मोर प्रिय माने लेखा अछि रोमियो 8 पर्वर 9 पदरे, किंतु ईश्वरंकर आत्मा जदि तुम मान कठारे बास करंती ताले तुमे माने शरीर बसरे नाह मात्र आत्मांक बसरे अछ। जदि केही ख्रीष्टंक आत्मा पाई न थाए तेबे से ताहांकर नुहे। आज कि आमाने आत्मांकर बसरे अछु। पवित्र आत्मा मानकु गंजणा देई थांती, पवित्र आत्मा मानकु प्रेरणा देई थांती, पवित्र आत्मा मानकु कथा कहती। आमे कि पवित्र आत्मांकर स्वर शुणुछु एवं तार बसरे रहउछु ना शरीर बसरे आमाने रहउछु। मोर प्रिय माने प्रेरित पाउल से शरीर बसरे रहु नथिले। पाउल कहले मो शरीर को कष्ट दे आपणार बश्ୟରେ दास करी रखुअछि बोली से कहले। आमे शरीर बश्ୟରେ अछु कि शरीर आम बश्ୟରେ अछि। जो माने शरीर बश्ୟରେ रहंती सेमानंकर जीवन रे शरीर कार्य गुड़ाक देखा जिवो। प्रिय ईश्वरंकर लोक माने शरीर कार्य गुड़ाक भल न थाए आ शरीर कार्य गुड़ाक मंद कार्य गुड़ाक देखा जिवो जाके ईश्वरंकर राज्य को दबा जीवा निमंते से दब नाही। ईश्वरंकर राज्य को जीवा निमंते से प्रतिबंधक करिब। जो माने शरीर बसर अछंती से माने एपरी फल उत्पन्न करिवे जे ताहा शारीरिक थिबो मानसिक थिबो। मोर प्रिय माने आमे शरीर बसरे रहिबु नाही। शरीर जा चाहे तार अर्थ चक्षु जा चाहे से जहा देखिबा पाई चाहे आमे ता देखिबु नाही। कन्न सुनिया पाई जा चाहे ता माने सुनिबु नाही। हस्त जहा करिया पाई चाहे आमे ताहा करिबु नाही। आमर हस्त को स्वेच्छारे छाड़िबु नाही। आमर चक्षु को स्वेच्छारे आमे छाड़िबु नाही। आमर जिह्वा को आमर मुख को आमे स्वेच्छारे छाड़िबु नाही। आमर चरण को आमे स्वेच्छारे छाड़िबु नाही। मोर प्रिय माने जो माने स्वेच्छारे छाड़ी दियंती से माने होचंती स्वेच्छाचारी। से मानकर जीवन रे से माने पाप रे से माने लिप्त हो जानती, व्यभिचार करंती, विभिन्न प्रकार दुष्ट कार्य रे से माने लिप्त होंती। जो माने शरीर रो बसरे रहंती आमे शरीर रो बसरे रहिबु नाही। प्रेरित पाउल से शरीर रो बसरे रहु नथिले, शरीर को कष्ट देउथिले। मोर प्रिय माने आमे शरीर को सुख रे रखिबा पई चाहूछु किंतु पाउलंकर परि आमर शरीर को आमे कष्ट देबाकू पड़िबो एवं शरीर को बसरे रखिबाकू पड़िबो। किंतु आमे काहा बसरे रहिबु? आत्मांकर बसरे आमे रहिबु। आत्मा जहा मानकू कहंती मोर प्रिय माने आमे ताहा सुनिबु। आज आमे काहार बसरे रहउछु ना निज इच्छा रे स्वेच्छा रे आमे जीवन यापन करूछु कि मोर प्रिय माने? आज आसु आमे बसरे रहिबा दरकार। रोमियो 7 पर्वर 5 पदर लेखा अछि, कारण जितेबेले आमने शरीर बसरे थिलु सेतेबेले व्यवस्था द्वारा पापाभिलाष गुड़ाक आम मानकर अंग प्रत्यंग मध्य मृत्यु निमंते फल उत्पन्न करने कार्य साधन करुथिला। मोर प्रिय माने
ଯେଉଁମାନେ ଶରୀର ବଶରେ ରୁହନ୍ତି ସେମାନେ ମୃତ୍ୟୁ ନିମନ୍ତେ ଫଳ ଉତ୍ପନ୍ନ କରନ୍ତି। ଆମେ ଆତ୍ମାଙ୍କର ଫଳରେ ପରିପୂର୍ଣ୍ଣ ହେବାକୁ ହେଲେ, ଆତ୍ମାଙ୍କର ଫଳ ଫଳିବାକୁ ହେଲେ, ଆଲୋକର ଫଳ ଫଳିବାକୁ ହେଲେ, ଧାର୍ମିକତାର ଫଳ ଫଳିବାକୁ ହେଲେ, ପ୍ରଚୁର ଫଳ ଫଳିବାକୁ ହେଲେ, ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଫଳିବାକୁ ହେଲେ ଆମେ ଶରୀରର ବଶରେ ନ ରହି ଆମେ ଆତ୍ମାଙ୍କ ବଶରେ ରହିବୁ। ମୋର ପ୍ରିୟମାନେ, ଆମେ ସ୍ୱେଚ୍ଛାରେ ଆମେ ଜୀବନ ଯାପନ କରିବୁ ନାହିଁ। ବାହିନୀ ଭୂତଗ୍ରସ୍ତ ବ୍ୟକ୍ତି ସେଇ ବଶରେ ରହିବା ପାଇଁ ଚାହୁଁନଥିଲା, ସ୍ୱେଚ୍ଛାଚାରୀ ଜୀବନ କାଟୁଥିଲା। ଆମେ ସ୍ୱେଚ୍ଛାଚାରୀ ହେବୁ ନାହିଁ। ମୋର ପ୍ରିୟମାନେ, ସ୍ତ୍ରୀମାନଙ୍କର ବିଷୟରେ ଲେଖା ଅଛି ଯେ ସେମାନେ ସ୍ୱାମୀର ବଶୀଭୂତ ହୁଅନ୍ତୁ ବୋଲି। ଯେଉଁ ପରିବାରରେ ସ୍ତ୍ରୀ ଯଦି ସ୍ୱାମୀର ବଶୀଭୂତ ହେଉନାହିଁ କି ସ୍ୱାମୀ ଯଦି ସ୍ତ୍ରୀକୁ ପ୍ରେମ କରୁନାହିଁ, ସେ ପରିବାର କେବେ ବି ଶୃଙ୍ଖଳିତରେ ସେମାନେ ଜୀବନ ଯାପନ କରିପାରିବେ ନାହିଁ। ମୋର ପ୍ରିୟମାନେ, ବାଇବଲ ପ୍ରକାଶ କରେ ଯେ ସ୍ତ୍ରୀମାନେ ସ୍ୱାମୀର ବଶୀଭୂତ ହେବା ଦରକାର। ପୁଣି ଆମେ ନିଜର ଜିହ୍ବାକୁ ମଧ୍ୟ ଆମେ ବଶରେ ରଖିବାକୁ ହବ, କାରଣ ଜିହ୍ବାକୁ ଆମେ ବଶରେ ରଖି ନ ପାରିବାରୁ ଏଇ ଜିହ୍ବା ଦ୍ୱାରା ଅନେକ କିଛି ଆମେ ପାପ କରୁଅଛୁ। ପ୍ରିୟମାନେ, ଆମେ ସ୍ୱେଚ୍ଛାଚାରୀ ଜୀବନ ଯାପନ କରିବୁ ନାହିଁ। ସେଦିନ ବାହିନୀ ଭୂତଗ୍ରସ୍ତ ବ୍ୟକ୍ତିଟି ନିଜ ଇଚ୍ଛାରେ ଜୀବନ ଯାପନ କରୁଥିଲା। ତାକୁ ଜଞ୍ଜିରରେ ବନ୍ଧା ଯାଉଥିଲା, କିନ୍ତୁ ବନ୍ଧନ ଛିଣ୍ଡେଇ ଦେଉଥିଲା। ଆମର ଶୃଙ୍ଖଳା ନିମନ୍ତେ ମଣ୍ଡଳୀ ମାନଙ୍କରେ ବିଭିନ୍ନ ପ୍ରକାର ନିୟମର ବନ୍ଧନ ସବୁ ରହିଥାଏ, କିନ୍ତୁ ସେଇ ନିୟମର ବନ୍ଧନରେ ଆମେ ବନ୍ଧା ହେବା ପାଇଁ ଇଚ୍ଛା କରିନଥାଉ। ଆମମାନଙ୍କର ଶୃଙ୍ଖଳିତ ନିମନ୍ତେ କେତେକ ନିୟମ ସବୁ କରାଯାଇଥାଏ, କିନ୍ତୁ ତା ଭିତରେ ଆମେ ରହିବା ପାଇଁ ଇଚ୍ଛା କରିନଥାଉ। ଅନେକ କହନ୍ତି ମୋ ଇଚ୍ଛାରେ ମୁଁ ବଞ୍ଚିବି, ମୋ ଇଚ୍ଛାରେ ମୁଁ ଜୀବନ ଯାପନ କରିବି। ନା ମୋର ପ୍ରିୟମାନେ, ଆମେ ଅନ୍ୟର ବଶରେ ରହିବୁ। କାହାର ବଶରେ ଆମେ ରହିବୁ? ଯେଉଁମାନେ କି ଆମମାନଙ୍କର ଲିଡର୍ସ ମାନେ ଆତ୍ମାର ପ୍ରହରୀ କାର୍ଯ୍ୟ କରନ୍ତି, ସେମାନଙ୍କର ବଶରେ ରହିବୁ। ଯେଉଁମାନେ ଆମମାନଙ୍କୁ ଶାସନ କରୁଛନ୍ତି, ଶାସନକର୍ତ୍ତା ମାନଙ୍କର ବଶୀଭୂତ ହେବୁ। ଆମେ କାହାର ବଶରେ ରହିବୁ? ପ୍ରାଚୀନ ମାନଙ୍କର ବଶରେ ରହିବୁ, ସେମାନଙ୍କର ବଶୀଭୂତ ହେବୁ। ମୋର ପ୍ରିୟମାନେ, ଆମେ କାହାର ବଶରେ ରହିବୁ? ନା ଈଶ୍ୱରଙ୍କର ଆମମାନେ ବଶୀଭୂତ ହେବୁ, ତାଙ୍କ ବଶରେ ଆମମାନେ ରହିବୁ। ଆମେ କାହାର ବଶରେ ରହିବୁ? ଆତ୍ମାଙ୍କର ବଶରେ ଆମମାନେ ରହିବୁ, ଶରୀରର ବଶରେ ରହିବୁ ନାହିଁ। ମୋର ପ୍ରିୟମାନେ, ତେବେ ଆମମାନଙ୍କର ଜୀବନ ଶୃଙ୍ଖଳିତ ହବ। ତେବେ ଏଇଠି ଆମେ ଦେଖୁଛୁ, ଯାହାକୁ ବାହିନୀଭୂତ ଲାଗିଥିଲା, ତାକୁ ଜଞ୍ଜିରରେ ବନ୍ଧା ଯାଉଥିଲା। ଲୋକମାନେ ନିଜର ବଶରେ ରଖିବା ପାଇଁ, ତାକୁ ନିଜର ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ସେ ରହୁନଥିଲା। କିନ୍ତୁ ଯୀଶୁଙ୍କର ସହିତ ଯେତେବେଳେ ଭେଟ ହେଲା, ସେତେବେଳେ ତାର ଜୀବନ ସମ୍ପୂର୍ଣ୍ଣ ବଦଳିଗଲା। ମୋର ପ୍ରିୟମାନେ, ଯୀଶୁ ଜଣେ ବ୍ୟକ୍ତିଙ୍କର ଜୀବନକୁ ବଦଳାନ୍ତି। ଜଣେ ବ୍ୟକ୍ତି ଯଦି ବଦଳିବ, କେବଳ ଯୀଶୁଙ୍କ ଦ୍ୱାରା ହିଁ ବଦଳିବ, ଯୀଶୁଙ୍କର ବାକ୍ୟ ଦ୍ୱାରା ହିଁ ବଦଳିବ। ମୋର ପ୍ରିୟମାନେ, ସେଦିନ ଯୀଶୁ ଯେତେବେଳେ ତାଙ୍କ ସହିତ ଭେଟିଲେ, ତାର ଜୀବନ ସମ୍ପୂର୍ଣ୍ଣ ବଦଳିଗଲା। ପୁରୁଣା ବିଷୟ ସବୁ ଲୋପ ପାଇଗଲା। ଏଣୁ ଆଜି ଆସୁ ଆମେ ଯୀଶୁଙ୍କର ନିକଟକୁ ଚାଲିଯାଅ। ଆମ ଜୀବନ ସମ୍ପୂର୍ଣ୍ଣ ବଦଳିଯିବ, ପରିବର୍ତ୍ତନ ହେଇଯିବ। ପୁରୁଣା ବିଷୟ ସବୁ ଲୋପ ପାଇଯିବ, ନୂତନ ବିଷୟ ସବୁ ଦେଖାଯିବ।